ଭାଇ ତ ଯାଇଥିଲେ ଧାନ ବିଲୁକୁଲ ବୁଅରୀ ଭାଇ ସେ ତ ଟଙ୍କା ଆଣିଥିଲେ ବୋଧେ ଲୋନ କରିଲ ଆରେ ବୁଅରୀ ଭାଇ। ଆଖି ଲୁହ ବୋଲ ମାନୁନି, ବାହୁନି ବାହୁନି କାନ୍ଦୁଛନ୍ତି ବୃଦ୍ଧା ଜଣକ। ଥମିବାର ନାଁ ଧରୁ ନାହାନ୍ତି। ଏପଟେ ଆଉ ଜଣେ ମହିଳା ନିସ୍ତବ୍ଧ ହୋଇ ଥରିବାକୁ ଲାଗୁଛନ୍ତି। କ'ଣ ଘଟିଗଲା କେଇ ମୁହୂର୍ତ୍ତରେ କିଏ କିଛି ବୁଝିପାରୁନାହାନ୍ତି। ସମସ୍ତଙ୍କ ଆଖିରେ ଲୁହ। ଖୁବ୍ ଖୁସି ମିଜାଜିଆ ମଣିଷଟିଏ ଥିଲେ। ନିଜ ବ୍ୟବହାରରେ ସମସ୍ତଙ୍କର ମନ ଜିତିଥିଲେ। କାନ୍ଧରେ କୋଦାଳ ଧରି ସକାଳ ହେଲେ କ୍ଷେତକୁ ବାହାରି ପଡ଼ନ୍ତି। କୋଦାଳରେ ମାଟି ହାଣି ଫସଲ ଚାଷ ପାଇଁ ପ୍ରସ୍ତୁତ କରନ୍ତି। କେତେବେଳେ ମୁଣ୍ଡ ଉପରେ ଟାଣ ଖରା ତ କେତେବେଳେ ଶୀତ କାକର। ତଥାପି ସେସବୁକୁ ଖାତିର ନ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଫଳାଇଥିଲେ ସୁନାର ଫସଲ। ହେଲେ ଆଜି ସବୁ ସାରି ଦେଇଛି ଅଦିନିଆ ବର୍ଷା। ହଁ ଦର୍ଶକ ବନ୍ଧୁ, ସହିପାରିଲେନି ଦୁଃଖ। ଧାର ଉଧାର କରି କେତେ କଷ୍ଟରେ ନିଜ ଜମିରେ ଫସଲ ଫଳାଇଥିଲେ। ହେଲେ ଅଦିନିଆ ବର୍ଷାରେ ସବୁ ଉଜୁଡ଼ିଗଲା। ବର୍ଷକର ପୁଞ୍ଜି ଯେମିତି ନଷ୍ଟ ହୋଇଗଲା। ନିଜ ଧାନ ଫସଲକୁ ନଷ୍ଟ ହେବାର ଦେଖି ସହିପାରିଲେନି। ଖୁବ୍ ଧକ୍କା ଲାଗିଲା ତାଙ୍କୁ। ସେହି ଚାଷ ଜମିରେ ଚାଲିଗଲା ଜୀବନ। ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ବୀରରାମଚନ୍ଦ୍ରପୁରରେ ଘଟିଛି ଏଭଳି ଏକ ଦୁଃଖଦାୟକ ଘଟଣା। ଗାଁର ପୂର୍ଣ୍ଣଚନ୍ଦ୍ର ଦଳାଇ, ବୟସ 75 ବର୍ଷ, ଯାହାଙ୍କର ବିଲ ମୁଣ୍ଡରେ ହିଁ ଚାଲିଯାଇଛି ଜୀବନ। ଘଟଣା କ'ଣ ବୁଝୁ ବୁଝୁ ସାମ୍ନାକୁ ଆସିଲା ହୃଦୟ ବିଦାରକ କାହାଣୀ। ଯାହା ସୂଚନା ମିଳିଛି, ପୂର୍ଣ୍ଣଚନ୍ଦ୍ର ନିଜ ଜମିରେ ଧାନ ଚାଷ କରିଥିଲେ। ଭଲ ଫସଲ ବି ହୋଇଥିଲା। ତେବେ ସବୁଦିନ ଭଳି ସକାଳୁ ସକାଳୁ ପୁଅକୁ ଡାକି ବିଲ ଆଡ଼େ ବୁଲି ଯାଇଥିଲେ ପୂର୍ଣ୍ଣ। ସେଠାରେ ଯାଇ ଦେଖିଲା ବେଳକୁ ଧାନ ବିଲ ବୁଡ଼ି ଯାଇଛି ବର୍ଷା ପାଣିରେ। ଯାହାକୁ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ ସେ। ଆଖି ଆଗରେ ନିଜ କଷ୍ଟ ଅର୍ଜିତ ଫସଲକୁ ଏଭଳି ନଷ୍ଟ ହେବାର ଦେଖି ସହିପାରିଲେନି ପୂର୍ଣ୍ଣଚନ୍ଦ୍ର। ଦେଖୁ ଦେଖୁ ସେହି ବିଲ ମୁଣ୍ଡରେ ଟଳି ପଡ଼ିଲେ। କେହି କିଛି ବୁଝିପାରିଲେନି ହଠାତ୍ କ'ଣ ହେଲା ତାଙ୍କର। ପାଖରେ ଠିଆ ହୋଇଥିଲେ ପୂର୍ଣ୍ଣଙ୍କ ପୁଅ ଓ ଆଉ କେତେଜଣ ଗାଁ ଲୋକେ। ସେମାନେ ତୁରନ୍ତ ପୂର୍ଣ୍ଣଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ହେଲେ ସେତେବେଳକୁ ସବୁ ସରିସାରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଏଭଳି ଏକ ଖବର ଶୁଣିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ଗାଁ। ଏମିତି ଅକାଳରେ ଏଭଳି ପରିସ୍ଥିତିରେ ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରାଣ ଚାଲିଯିବ, କେହି ବି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ମୋ ଭାଇ ତ ଯାଇଥିଲେ ଧାନ ବିଲୁକୁଲ ବୁଅରୀ ଭାଇ ସେ ତ ଟଙ୍କା ଆଣିଥିଲେ ବୋଧେ ଲୋନ କରିଲ ଆରେ ବୁଅରୀ ଭାଇ। ଧାନ ବିଲ ଦେଖି ଯାଇଛି ସବୁ ପାଣି ହେଇଯାଇଛି। ଶୋଇପଡ଼ିଛି, କ'ଣ କରୁଛି? ଧାନ ବିଲକୁ ତ ଯାଇଥିଲା। ଧାନ ବିଲ ଯେମିତି ଦେଖି ଯାଇଛି ପାଣି ହେଇଯାଇଛି, ସେମିତି ହିଡ଼ ଉପରେ ପଡ଼ିଗଲା ଆଉ। ହାଲୋ ମୋ ଭାଇ କି ତ ଦେଲେ ସାକ୍ଷୀ ଗୋପାଳ। ବାବା ଆମର ଶୋଇଥିଲେ ଖାଇ ପିଇକି ରାତିରେ। ମୁଁ ଯାଇକି ଡାକିଲି, ମୁଁ କହିଲି ବାବା ଉଠୁନା, ମାଙ୍କଡ ହେଇନ୍ତି। ମାଙ୍କଡ ବାଡେଇଲେ, ବିଲୁକୁ ଗଲେ। ତାଙ୍କ ପୁଅ ଆସି ଡାକିଲେ, କହିଲେ ବାପା ଆସ ଯିବା ବିଲୁକୁ। ବିଲୁକୁ ଯାଇକି କହିଲେ ପାଣି ହେଇଯାଇଛି ବାପା ଆସ ଯିବା। ପାଣି କାଟିବାକୁ ବିଲୁକୁ ଫାଉଡା ନେଇକି ସାର୍ଟ ପ୍ୟାଣ୍ଟ ବଦଳା ବଦଳି କରିକି ଯାଇଥିଲେ। ପାଣି ଦେଖିକି ତାଙ୍କ ଦେହ ମୁଣ୍ଡ କ'ଣ ହେଇଯାଇଛି, ସେଇଠି ପଡି ଯାଇଛନ୍ତି। ଡକ୍ଟରଖାନା ନେଲା ବେଳକୁ ଡକ୍ଟର ମାନେ କହିଲେ ଡେଥ୍ ହେଇଯାଇଛି। ଆମ ବାପା ଆଉ ନାହାନ୍ତି। କରିକିରି କରଜଦାମ କରିକିରି ଧାନ କରିଥିଲେ। ତେଣୁ କ୍ଷତି କ୍ଷୟ ହବାରୁ ବିଲୁକୁ ଯାଇକିରି ଦେଖିବାର ହାଁ କରିକିରି ସେଠି ତାଙ୍କ ଜୀବନଟା ଇଏ ହେଇଗଲା। ଆମେ ତ ଜାଣିପାରିଲୁନୁ। ମେଡିକାଲ ସାକ୍ଷୀଗୋପାଳ ମେଡିକାଲ ନେଇକିରି ଗଲେ। ସାକ୍ଷୀଗୋପାଳ ମେଡିକାଲ ନେଇକି ଯାರು ଡକ୍ଟର କହିଲେ ଯେ ଡେଥ୍ ହେଇଯାଇଛନ୍ତି, ନାହାନ୍ତି।
ଆଣ୍ଠିଏ ପାଣି ବିଲ ଦେଖିକିରି ହାଁ ପୁରେଇ ଦେଲେ ଆଉ କାଟିକିରି ଆଣିଥାନ୍ତେ। ବିଲ ତ ପାଣି ହେଇଯାଇଛି, ବିଲ ପୁରା ଯାଇଛି ସବୁ ଧାନ ଆଉ। ମୁଣ୍ଡେ ଚାଷ ତ ମୁଣ୍ଡେ ଦେଖି ହାଁ ପୁରେଇ ଦେଲା ଆଉ। କିନ୍ତୁ ଗଲେ କର୍ଜ ଦାମ କରିକିରି ପଇସା ପତ୍ର କୁଆଡୁ ଆଣିକିରି କାଢିଆ ଖର୍ଚ୍ଚ କରିକି ମାନେ କରିଥିଲେ ଧାନ, ଲୋନ ଫୋନ କରିକିରି କରିଥିଲେ ଆଉ। ସମସ୍ତଙ୍କୁ ପର କରି ଆରପାରିରେ ପୂର୍ଣ୍ଣଚନ୍ଦ୍ର ଏପଟେ ଧାର କରଜ କରି ଧାନ ଚାଷ କରିଥିଲେ। ଏବେ ପରିବାରର ଚିନ୍ତା କେମିତି ସୁଝିବେ ଋଣ। ପୂର୍ଣ୍ଣଚନ୍ଦ୍ରଙ୍କ ଦେହାନ୍ତ ପରେ ପୁରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ସକାଳେ ପରିବାର ସହିତ ହସ ଖୁସିରେ ବିତାଇଥିବା ମଣିଷଟି କେଇ ଘଣ୍ଟା ଭିତରେ ଆଉ ଦୁନିଆରେ ନାହିଁ। ବିଶ୍ୱାସ କରିବା କଷ୍ଟକର ହେଉଛି। ଅଦିନିଆ ବର୍ଷା ଫସଲକୁ ତ ଉଜାଡ଼ି ଦେଲା, ତା ସହିତ ଘର ଲୋକଟିକୁ ବି ଛଡ଼ାଇ ନେଲା ସବୁଦିନ ପାଇଁ। ଏହି ପରିବାରକୁ ସରକାରଙ୍କ ପକ୍ଷରୁ ଶୀଘ୍ର ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ। ପିପିଲିରୁ ଦିବାକର ଷଡ଼ଙ୍ଗୀଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।